ରିମଝିମ୍ ମନେ ମନେ କହିବେ, ଏ ଅଦିତିକୁ ତ ମୁଁ ଯେତିକି ଭାବିଥିଲି ଇଏ ତାଠୁ ଆହୁରି ଅଧିକ ସ୍ମାର୍ଟ ହେଇ ବାହାରିଲାଣି। ଗୋଟିଏ ଦିନରେ ଇଏ ବଡ଼ ମାଙ୍କୁ ଇମ୍ପ୍ରେସ୍ କରିଦେଲା, ପିଲାମାନଙ୍କୁ ବି ଇମ୍ପ୍ରେସ୍ କରିଦେଲା, ଆଉ ଏବେ ଆଦର୍ଶଙ୍କ ସାମ୍ନାରେ ବି ତା ଜାଗା କ୍ରିଏଟ୍ କରିବାରେ ଲାଗି ପଡ଼ିଛି। ତାପରେ ଅଦିତି କହିବେ, ସତ କହିବାକୁ ଗଲେ ଆଦର୍ଶ ସାର୍ ଏତେ ଭଲ ଏତେ ଭଲ ଏତେ ଭଲ ଯେ ଆଣ୍ଟି ଚାନ୍ସ ମିଳିଲେ ତାଙ୍କୁ କୋଉ ବି ଝିଅ ବାହା ହେବା ପାଇଁ ରାଜି ହେଇଯିବେ। ତାପରେ ରିମଝିମ୍ କହିବେ, ଆଚ୍ଛା ଯଦି ତତେ ଚାନ୍ସ ମିଳେ ତାହେଲେ କ'ଣ ତୁ ମୋ ଦିଅରକୁ ବାହା ହେବାକୁ ରାଜି ହେବୁ? ତାପରେ ଅଦିତି କହିବେ, ୟେସ୍ ଅଫକୋର୍ସ। ଏକ୍ଚୁଆଲି ଆଦର୍ଶ କହୁଥିବେ ଆଉ ଆଦର୍ଶକୁ ଚାହିଁବେ। ଏହାପରେ ମାୟା କହିବେ, ତମେ କ'ଣ ସତରେ ଆଦର୍ଶକୁ ବାହା ହେବା ପାଇଁ ରାଜି? ତାପରେ ରିମଝିମ୍ କହିବେ, କହ ଅଦିତି, ଚୁପ୍ କାହିଁକି ରହିଲୁ? ଯଦି ସେମିତି ପରିସ୍ଥିତି ଆସେ ଆଉ ତତେ ଆଦର୍ଶକୁ ବାହା ହେବା ପାଇଁ ପଚରାଯାଏ ତାହେଲେ ତୁ କ'ଣ ସତକୁ ସତ ଆଦର୍ଶକୁ ବାହା ହେବା ପାଇଁ ରାଜି ହେବୁ? ନା ଏମିତି କହିବା କଥା ବୋଲି କହିଦେଲୁ? ତାପରେ ଅଦିତି କହିବେ, ଆକ୍ଚୁଆଲି ମୁଁ ଏଇଆ କହିଥିଲି ଯେ ଆଦର୍ଶକୁ ବାହା ହେବା ପାଇଁ ଯେ କୌଣସି ବି ଝିଅ ଇଜିଲି ରାଜି ହେଇଯିବେ, କିନ୍ତୁ ଆଦର୍ଶ ସାର୍ ସେ ଝିଅକୁ ବାହା ହେବା ପାଇଁ ରାଜି ହେଇଯିବେ ସେମିତି କ'ଣ କିଛି ମାନେ ଅଛି? ତାପରେ ରିମଝିମ୍ କହିବେ, ଆଉ ଯଦି ତତେ ବାହା ହେବା ପାଇଁ ରାଜି ବୋଲି କହନ୍ତି ତାହେଲେ ତାହେଲେ କ'ଣ କହିବୁ ତୋ ଉତ୍ତର? ତାପରେ ଅଦିତି କହିବେ, ମାନେ ମୁଁ ସବୁ ଝିଅଙ୍କ ଭିତରେ ମୁଁ ବି ତ ଆସୁଛି ଆଣ୍ଟି, ଆଉ ମୁଁ ମୋ ଉତ୍ତର କହିସାରିଛି। ଆଦର୍ଶ ସାର୍ ଗୁଡ୍ ଲୁକିଂ, ସକ୍ସେସଫୁଲ, ଡିସେଣ୍ଟ ଫ୍ୟାମିଲି। ତାଙ୍କ ପାଖରେ କ'ଣ ଅଭାବ ଅଛି ଯେ ମୁଁ ତାଙ୍କୁ ନାଇଁ କହିବାକୁ ଯିବି? ତାପରେ ମମତା କହିବେ, ରିମଝିମ୍ ଏସବୁ କ'ଣ ଚାଲିଛି? ଅଦିତି ଆମ ଘରକୁ ପ୍ରଥମ ଥର ପାଇଁ ଆସିଛି, ସେ ପୁଣି ଡିନର ପାଇଁ, ଆଉ ତୁ ଏଠି ଆଦର୍ଶ ସାଙ୍ଗରେ ବାହାଘର ପାଇଁ ଇଣ୍ଟରଭ୍ୟୁ ନେବାରେ ଆରମ୍ଭ କରିଦେଲୁ। ଆଦର୍ଶ ଅଦିତି ଠାରୁ କେତେ ବଡ଼, ଆଉ ତାର 8 ବର୍ଷର ଝିଅ ବି ଅଛି, ଆଉ ତୁ ଏମିତି ଯେ କୌଣସି ଝିଅକୁ ପଚାରିଦେବୁ ଯେ ଆଦର୍ଶକୁ ବାହା ହେବୁ କି ନାହିଁ? ତ ଦର୍ଶକ ବନ୍ଧୁ, ଆଗକୁ କ'ଣ ହେବ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।